ଏଇ ଝିଅ ହଁ ବୋଉ କଣ କହୁଛ? ଆଉ ତରକାରୀ ହେଇଯାଉ ନେଇଯିବୁ ଯୋଗାଡ଼ କରିବୁ ଆଇଲେ ମୁଁ ତାଙ୍କ ଘର ଆଡୁ ଆଇଲେ ଖାଇବା। ହଁ ବୋଉ ଶୁଣ ତମେ ଯିବ ଯେ ମତେ ଟିକେ କହିଦେଇଯାଅ। କଣ କହିବି ବୋଉ ତାଙ୍କ ଘରୁ ଯୋଉ ତରକାରୀ ଦବା କେତେ କଣ ଦିଆହବ ମୁଁ ଜାଣିନି କହିଦେଇକିନା ଯିବ। ମଲା ତାଟିଆରେ ଦବୁ କେତେ କଣ ଦବୁ ହଁ ବୋଉ ହେଇବା ତାଟିଆ ମୁଁ ବା ରଖିଛି। କଣ ଏଇ ତାଟିଆରେ ଦବୁ? ହଁ ଏଇ ତାଟିଆ ବା ତାଙ୍କର କାଲି ଦେଇଥିଲେ ତରକାରୀ। ହେଇ ସେ ଆଜି ବୁଧବାର ଆମର ଆଇଁଷ ହବ ବୋଲି ଜାଣିକିରି ବଡ ତାଟିଆ ଦେଇଛନ୍ତି। ସେ ବଡ ତାଟିଆରେ ନା 6 ପିସ୍ ମାଉଁସ ଆଉ 4 ପିସ୍ ଆଳୁ ଦେଲେ ଭର୍ତ୍ତି ହେଇଯିବ। କେତେ ତରକାରୀ ଦବୁ? ଆଉ ତାହେଲେ କଣ କରିବି ବୋଉ? ନାଇଁ ତୁ ରହ ହେଇ ପରା ଏଇ ତାଟିଆ। ବୋଉ ଏ ତାଟିଆ ବା ମୋ ଝୁଅ ଛୁଆ ବେଳାକୁ ଖାଏ ଆଦିରେ ତାଟିଆରେ ତମେ ଏଥିରେ ଦବ ପସନ୍ଦ ହବ? ଆରେ ଝୁଅ ଖାଇଲେ କଣ ହେଲା ଏଥରେ 2 ଖଣ୍ଡ ଆଳୁ ଆଉ 2 ପିସ୍ ମଟନ ଝୋଳ ଦେଇଦେଲେ ଭର୍ତ୍ତି ହେଇଯିବ। ଅଣ୍ଡା ବହୁତ ଦେଇଛନ୍ତି ତୁ କଣ କହୁଛୁ ମତେ? ବୋଉ ନାଇଁ ମତେ ପସନ୍ଦ ଲାଗିବନି ଦବାକୁ ତମେ ଏମିତି ହଉଛ ସେଦିନ ପୋଇ ତରକାରୀ ସେମିତି ଖାଇଦେଲ ମୁଁ କଣ କରିବି କହିଲ? ମଲା ତୁ ବହୁତ ନେଇଯାଉଛୁ ମତେ ଦେଖାଉଛୁ ଫେରେ ଆଉ ମୁଁ ଦେଖିଲି ବହୁତ ନେଇଯାଉଛି ମୁଁ 2 ଖଣ୍ଡ ଖାଇଦେଲି କଣ ହେଲା? ଆଜି ଯଦି ଏଇଥିରେ ନ ନବୁ ସେତେବେଳେ ନବୁ ମୁଁ ବାଟରେ ଖାଇବି। ହଉ ବୋଉ ତମେ ଯାଅ ତମେ ଯେତିକି କହିଲ ମୁଁ ସେତିକି ଦେବି ଏଇଥିରେ ପଛେ ଦେବି ଆଉ ହଉ ତମେ ଯାଅ। ହଁ ଆଉ ଖାଲି କହୁଛି କଥା। ହଉ ତମେ ଯାଅ ଶୀଘ୍ର ଆସିବ ଖାଇବା। ଏ ଭଗବାନ ଏମିତି ଶାଶୁ ମୋର ଖାଲି ଅଛନ୍ତି ନା ଆପଣ ମାନଙ୍କର ଅଛନ୍ତି ନିଶ୍ଚିତ ଛୋଟିଆ କମେଣ୍ଟ ମାଧ୍ୟମରେ ଜଣେଇବେ। ଦେଖନ୍ତୁ ମାନେ ସାଧା ହେଲା ଦିନ ଜଗିବେନି ଯୋଉଦିନ ଆଇଁଷ ହବ ସେଇଦିନ ଜଗିବେ ପୁଣି ତାଙ୍କ ପୁଅ ଯେତେବେଳେ ଆସିବେ ସେତେବେଳେ ପଳେଇବେ କଣ କହିବି ଭଗବାନ। ହଉ ଛାଡ ଯାହା ହବ ହବ ଆଉ ମୁଁ ଏବେ ଯଦି ତରକାରୀ ବଡ ତାଟିଆ ନେବି ବୋଉ ପୁଣି ପୋଇ ଭଳିଆ ଖାଇଦେବେ କାହିଁ ନେବି ଏଇ ଯୋଉ ଛୋଟ ତାଟିଆରେ ଦଉଛନ୍ତି ସେଇଥିରେ ଦେବି ଖରାପ ଲାଗିଲେ ଲାଗିବ ପଛିକା ଆଉ ତାଙ୍କୁ ତ ଖରାପ ଲାଗୁନି ମତେ ଆଉ କଣ ଖରାପ ଲାଗିବ ଆଉ ଆପଣ ମାନଙ୍କ ଘରେ ଏମିତି ଶାଶୁ ଅଛନ୍ତି କି ନିଶ୍ଚିତ ଛୋଟିଆ କମେଣ୍ଟ ମାଧ୍ୟମରେ ଜଣେଇବେ। ଜୟ ଜଗନ୍ନାଥ ନମସ୍କାର।